ସମସ୍ତ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାନସାଙ୍କ ପ୍ରସୂନ କାଳାଂଶକୁ ସ୍ୱାଗତ। ପିଲାମାନେ, ଆଜି ଆମେ ମାନସାଙ୍କର ଦ୍ୱିତୀୟ ପାଠ 14 ନମ୍ବର ଠାରୁ ଆଲୋଚନା କରିବା। 14 ନମ୍ବର ପ୍ରଶ୍ନ କ'ଣ ଅଛି ନା, ଗୋବିନ୍ଦର ବୟସ 14 ବର୍ଷ। ସେ ଲାଲୁ ଠାରୁ 3 ବର୍ଷ ବଡ଼, ମାତ୍ର ବିଜୟ ଠାରୁ 2 ବର୍ଷ ସାନ। ତିନି ଜଣଙ୍କର ବୟସ ମିଶି କେତେ? ପିଲାମାନେ, ଏଠି ଗୋବିନ୍ଦର ବୟସ 14 ବର୍ଷ ଜଣାଅଛି। ଲାଲୁ ଠାରୁ 3 ବର୍ଷ ବଡ଼ କିଏ? ନା ଗୋବିନ୍ଦ। ଯିଏ ବଡ଼ ତାରି ବୟସ 14 ବର୍ଷ। ଯଦି ଗୋବିନ୍ଦ ଲାଲୁ ଠାରୁ 3 ବର୍ଷ ବଡ଼ ହେଲା, ତାହେଲେ ଲାଲୁ ଗୋବିନ୍ଦ ଠାରୁ 3 ବର୍ଷ ସାନ ହେବ। ତାହେଲେ ଲାଲୁର ବୟସ କେମିତି ବାହାରିବ? ନା 14ରୁ 3 ଫେଡ଼ିଦେବ। 14ରୁ 3 ଗଲେ 11 ବର୍ଷ। ବିଜୟ ଗୋବିନ୍ଦ ଠାରୁ 2 ବର୍ଷ ବଡ଼। କାହିଁକିନା ବିଜୟ ଯଦି ଗୋବିନ୍ଦ ଠାରୁ 2 ବର୍ଷ ସାନ ହେଲା, ତାହେଲେ ଗୋବିନ୍ଦ ବିଜୟ ଠାରୁ 2 ବର୍ଷ ବଡ଼। ତାହେଲେ ବିଜୟର କ'ଣ ହେବ? ନା 14 ଯୁକ୍ତ 2 ସମାନେ 16 ବର୍ଷ। ମୋଟ 3 ଜଣଙ୍କର ବାହାରିଗଲା ବୟସ। ବର୍ତ୍ତମାନ ମିଶାଇ ଦେବା। ଗୋବିନ୍ଦର 14, ଲାଲୁର 11 ଆଉ ବିଜୟ ଗୋବିନ୍ଦ ଠାରୁ 2 ବର୍ଷ ବଡ଼, ଗୋବିନ୍ଦ ବିଜୟ ଠାରୁ 2 ବର୍ଷ ସାନ। ତେଣୁକରି 14 ଯିଏ 2 ବର୍ଷ ସାନ, ତେଣୁ 14 ଠାରୁ 2 ବର୍ଷ ଅଧିକ, ମାନେ 14 ଯୁକ୍ତ 2 ସମାନେ 16 ବର୍ଷ ହେଇଗଲା। ତାହେଲେ ଆର 16, ତାର 14, ତାର 11, ତିନିଟାକ ମିଶାଇ ଦେବ, ହେଲା 41 ବର୍ଷ। ତାପରେ 15 ନମ୍ବର ପ୍ରଶ୍ନ, 1996 ମସିହା ଜୁଲାଇ ମାସ 11 ତାରିଖରେ ଗୋଟିଏ ଶିଶୁ ଜନ୍ମଲାଭ କଲା। 1996 ମସିହା ଜୁଲାଇ 20 ତାରିଖକୁ ତାକୁ କେତେ ବର୍ଷ ହେବ? ପିଲାମାନେ ଦେଖ, 1996 ମସିହା ସମାନ ଅଛି, ମାସ ମଧ୍ୟ ସମାନ ଅଛି, ଜୁଲାଇ। କେବଳ ତାରିଖ 11 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ। ଆମେ ଜାଣିଛେ ପର୍ଯ୍ୟନ୍ତ କହିଲେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ିଦେବା, 1 ମିଶାଇ ଦେବା। ତାହେଲେ ମାସ ବର୍ଷ ସମାନ, କେବଳ ତାରିଖଟା ଫେଡ଼ିବା। 20 ଫେଡ଼ାଣ 11 ସମାନ 9 ହେଲା। ଆଉ 9ରେ 1 ମିଶାଇ ଦେଲେ 10 ଦିନ। 1 କାହିଁ ମିଶାଇଲେ? ନା 11ରୁ 20 ପର୍ଯ୍ୟନ୍ତ। ତାମାନେ 20ରୁ ଆମେ 11 ତାରିଖଟା ପର୍ଟିକୁଲାର 11 ତାରିଖଟା ଫେଡ଼ିଥିବାରୁ ସେ 11 ତାରିଖ ପାଇଁ 1 ମିଶା ହୁଏ। ପର୍ଯ୍ୟନ୍ତ କହିଛି ନା, 11, 12, 13, 14, 15, 16, 17, 18, 19, 20 ଗଣା ହେବା କଥା। ଯେହେତୁ ଆମେ ଧାରାରେ ଯିବା, 20ରୁ 11 ଫେଡ଼ି ଦେଇଛେ। ଏଇ 11 ଗୋଟିଏ ଦିନ ପାଇଁ, 11 ତାରିଖ ଗୋଟିଏ ଦିନ ପାଇଁ 1 ମିଶା ହେଲା। ତାହେଲେ 10 ଦିନ ହେଲା। 16 ନମ୍ବର ପ୍ରଶ୍ନ, ତୁମ ଜନ୍ମ ତାରିଖ ଲେଖିବ ଏବଂ ଆଜିର ତାରିଖ, ବାର, ମାସ ଲେଖିବ। ତାହେଲେ ଆଜିକି ତୁମକୁ କେତେ ବର୍ଷ ନିଜେ ବାହାର କରିବ। ବୟସ କେମିତି ବାହାର କରିବ? ପିଲାମାନେ ଦେଖ, ଆମେ ଜାଣିଛେ ସଂଖ୍ୟା ଡାହାଣ ପଟୁ ଗଣାଯାଏ। ସବା ସାନ ଡାହାଣ ପଟେ ରହିବ, ତାପରେ ବଡ଼। ସେଥିପାଇଁ ତାରିଖ, ମାସ, ବର୍ଷ। ଆଜି ହେଲା 12 ତାରିଖ, ଆଜି ମାନେ 13 ତାରିଖ। ଆଜି ହେଲା 13 ତାରିଖ। ଯଦି ଆଜି 12 ତାରିଖ ଆଉ ମାସ ହେଲା 5, ବର୍ଷ ହେଲା 2024। ଗୋଟେ ଶିଶୁ ଜନ୍ମ ହେଇଛି 18 ତାରିଖରେ ଏବଂ ଅଗଷ୍ଟ ମାସରେ 2013 ମସିହା। ତେଣୁ ତାରିଖକୁ ତାରିଖ ସଜେଇ ଦେଲେ, ମାସକୁ ମାସ ସଜେଇ ଦେଲେ, ବର୍ଷକୁ ବର୍ଷ ସଜେଇ ଦେଲେ। ଫାଷ୍ଟ ତାରିଖରୁ ତାରିଖ ଫେଡ଼ିବା। 12 ତାରିଖରୁ 18 ତାରିଖ ଯିବ ନାହିଁ, ଗୋଟାଏ ମାସ ଧାର ଆଣିବ। ତେଣୁ ଗୋଟେ ମାସ ତାରିଖ ପାଖରେ କେତେ ହେଇଯିବ? 1 ମାସ କେତେ ଦିନ? 30 ଦିନ। ତେଣୁ ଏଠି 5 ମାସ ଅଛି, ମାନେ ମେ ମାସ ହେଉଛି 31 ଦିନିଆ। 31 12ରେ ମିଶାଇ ଦେଲେ ହେବ 43 ଦିନ। 43ରୁ 18 ଫେଡ଼ିଲେ 25 ଦିନ। ଏଠି 25 ଦିନ ଲେଖିଦେଲ। ଆଉ ରହିଲା 4 ମାସ। ଗୋଟେ ମାସ ପଳେଇଛି ତାରିଖ ଘରକୁ, ଆଉ ରହିଲା 4 ମାସ। 4 ମାସରୁ 8 ମାସ ଯିବନି, ଗୋଟେ ବର୍ଷ ଧାର ଆଣିବ। ଗୋଟେ ବର୍ଷ ହେଲା 12 ମାସ। 12 ମାସରେ 4 ମାସ ମିଶିଲେ 16 ମାସ। 16 ମାସରୁ 8 ମାସ ଗଲେ 8 ମାସ। ଆଉ ରହିଲା 2023 ମସିହା। 24ରୁ ଗୋଟେ ପଳେଇଛି, 23ରୁ 13 ଗଲେ 10 ବର୍ଷ। ତେଣୁ 10 ବର୍ଷ 8 ମାସ 25 ଦିନ। ଯଦି ତମ ନିଜେ ତମମାନଙ୍କର ବୟସ ଲେଖିକିରି କେମିତି ଫେଡ଼ିବ? ଏମିତି ବି ହେଇପାରିବ, ତାରିଖ, ମାସ, ବର୍ଷ ଏମିତି ବି ହେଇପାରିବ। ତାରିଖରୁ ତାରିଖ ଫେଡ଼ିବ, ନହେଲେ ମାସରୁ ଗୋଟେ ଧାର ଆଣିବ।
ମାସ ଏଠି ହେଇଯିବ ଦିନ 11 ମାସଟା 11 ମାସ ହେଉଛି ଆମର ନଭେମ୍ବର ମାସ 30 ଦିନିଆ, ତେଣୁ ଏଠି 30 ଦିନ ଯିବ। 30 ଏଟା 38 ଦିନରୁ 3 ଫେଡ଼ିବ। ତାପରେ ଆସିଲା ଏଠି ଗୋଟେ ମାସ ପଳେଇଛି, ମାନେ 10 ମାସ, 10 ମାସରୁ 3 ମାସ ଗଲେ ଏଠି ଫେଡ଼ିଦେବ। ଏମିତି ଏଠି ଅଛି ବହୁତ ତାରିଖରେ ବଡ଼ ଅଛି। 8 ତାରିଖରୁ 3 ତାରିଖ ଆରାମସେ ଯାଇପାରିବ, ମାସ ଆଣିବା ଦରକାର ନାହିଁ। ଯଦି ଉପରେ ସାନ ଥିବ ତଳେ ବଡ଼ ଥିବ ତାହେଲେ ଆମେ ଧାର ଆଣିବା। ତେଣୁ ଏଠି ଯେହେତୁ ବଡ଼ ଅଛି, 8 ତାରିଖ ବଡ଼ ଅଛି, ଏଠି 3 ତାରିଖ ସାନ ଅଛି, ତେଣୁ ଏଠି ଯାଇପାରିବ। 8ରୁ 3 ଗଲେ 5, 11ରୁ 3 ଗଲେ 8, 2024ରୁ 2005 ଗଲେ 19, ତେଣୁ 19 ବର୍ଷ 8 ମାସ 5 ଦିନ। ତାପରେ ଆସିଲା 57ରୁ 77 ପର୍ଯ୍ୟନ୍ତ କେତୋଟି ସଂଖ୍ୟା ଅଛି? 77 ହେଉଛି ବଡ଼ ପର୍ଯ୍ୟନ୍ତ କହିଲେ ବଡ଼ରୁ ସାନ ଫେଡ଼ିକି 1 ମିଶାଇବା। 77ରୁ 57 ଫେଡ଼ିଲେ କେତେ ହେଲା ନା 20, 20ରେ 1 ମିଶାଇଲେ ହେଲା 21। କାହିଁ 1 ମିଶାଇଲେ ନା ଏ 57 ଗୋଟିଏ ସଂଖ୍ୟା ପାଇଁ 1 ମିଶାଇ ଦେଲେ। 57ରୁ 77 ପର୍ଯ୍ୟନ୍ତ କହିଛି, ମାନେ 57ଟା ଏଇପଟେ ମିଶାଇବା କଥା, ଯେହେତୁ ଫେଡ଼ି ଦେଲେ ସେଇ ଗୋଟିଏ ସଂଖ୍ୟା ପାଇଁ 1 ମିଶା ହେଇଗଲା ଆମର କେତେ ଦିନ ନା 21 ଦିନ, ବା 21ଟା ସଂଖ୍ୟା ଅଛି। 57ରୁ 77 ପର୍ଯ୍ୟନ୍ତ 21ଟା ସଂଖ୍ୟା ଅଛି। 18 ନମ୍ବର, ତୁମ ଠାରୁ ତୁମ ମା 21 ବର୍ଷ ବଡ଼, ତୁମ ବାବା 31 ବର୍ଷ ବଡ଼। ଯଦି ତୁମକୁ ବର୍ତ୍ତମାନ 8 ବର୍ଷ ହୋଇଥାଏ, ମା ଓ ବାବାଙ୍କୁ ବର୍ଷ ମିଶି କେତେ? ମା ବାବାଙ୍କର ବର୍ଷ ମିଶି କେତେ? ତାହେଲେ ବର୍ତ୍ତମାନ ତୁମକୁ ଯଦି 8, ମା 21 ବର୍ଷ ବଡ଼, ମାଆଙ୍କୁ କେତେ ହେବ? 21ରେ 8 ମିଶାଇ ଦିଅ 29। ବାବାଙ୍କୁ ଯଦି 31 ବର୍ଷ ତୁମଠାରୁ ବଡ଼, ତୁମକୁ ବର୍ତ୍ତମାନ 8 ବର୍ଷ, ତାହେଲେ 31 ବର୍ଷ ବାବାଙ୍କୁ ବର୍ତ୍ତମାନ ଅଛି ନା ବଡ଼, ତୁମଠାରୁ ବଡ଼, ତେଣୁ ତାଙ୍କର ବର୍ତ୍ତମାନ ବୟସ ବାହାର କରିବା। 31 ଯୁକ୍ତ 8 ସମାନ 39। ତାହେଲେ ବର୍ତ୍ତମାନ ବାବାଙ୍କର ବାହାରିଗଲା, ମମିଙ୍କର ବାହାରିଗଲା। ଦୁଇ ଜଣଙ୍କୁ ମିଶାଇ ଦିଅ। ବାବା ମାଆଙ୍କର ଜଣଙ୍କର 29, ଜଣଙ୍କର 39 ମିଶିଗଲେ ହେବ 68। ତାହେଲେ ବାବା ମାଆଙ୍କର ବୟସ ମିଶି 68 ବର୍ଷ।